I'm very sorry. We extremely sorry. हो ଆପଣ ଟିକେ ସରି କେମିତି କହିବେ ତା ବିଷୟରେ ବୋଧେ ଜାଣିବାକୁ ଚାହୁଁଛନ୍ତି ସମସ୍ତେ ଖାଲି ଗୋଟେ ଜାଗାରେ ଜାଣିଛନ୍ତି ସରି ଆଇ ଏମ୍ ସରି ଆଇ ଫିଲ୍ ଭେରି ସରି ଆଇ ଫିଲ୍ ଏକ୍ସଟ୍ରିମଲି ସରି ସେ ସରି ଭେରି ସରି ଏକ୍ସଟ୍ରିମଲି ସରି ତିନିଟା ଡିଗ୍ରୀ ହେଇଗଲା ଏମିତି ତ ସରି ମାନେ ଦୁଃଖରେ କହିବା ଜିନିଷ ତାକୁ ବି ଖୁସି ଖୁସିରେ ଲୋକ କହି ଦେଉଛନ୍ତି ତ ଲେଟ୍ସ ନୋ ସମ୍ ଅଫ୍ ଦ ଚେଞ୍ଜେସ୍ କିଛି ଆମେ ନୂଆ ଚେଞ୍ଜ କରିକି ଡିଫରେଣ୍ଟ ଟିକେ ୱେରେ ସରି କହିବା ଅଲଗା ଷ୍ଟାଇଲରେ କହିବା ବହୁତ ସିଚୁଏସନ୍ ଅଛି ସିଚୁଏସନ୍କୁ ମ୍ୟାଚ୍ କଲା ଭଳିଆ ଆପଣଙ୍କୁ ଏକ୍ସପ୍ରେସନ୍ଟା ୟୁଜ୍ କରିବାକୁ ପଡ଼ିବ ଖାଲି ସରି କହିଦେଲେ ହେବନି ସାର୍ ଡିଫରେଣ୍ଟ ମୁଁ ଗୋଟେ ଅଫିସରେ ସରି କେମିତି କହିବି ମୋ ସାଙ୍ଗମାନଙ୍କ ସାଙ୍ଗରେ ସରି କେମିତି କହିବି ଘରେ କିଛି ଭୁଲ କରିଛି ସରି କେମିତି କହିବି ଏମିତି ଜେନେରାଲି କଥାବାର୍ତ୍ତା କଲାବେଳେ ସରି କେମିତି କହିବି ଆକର୍ଡିଂ ଟୁ ସିଚୁଏସନ୍ ଆପଣ କହୁଛନ୍ତି ଅଲଗା ଅଲଗା ୱେରେ କହିବା ଦରକାର ସେଇ ଜିନିଷଟା ଆଜି ଚାପ୍ଟର ସାର୍ ଫାର୍ଷ୍ଟ ଆସିଲା ସାର୍ ପୁରା ସିରିୟସ୍ ଗୋଟେ ମ୍ୟାଟର ଦେଖନ୍ତୁ ସିରିୟସ୍ ଫର୍ମାଲ ନୁହଁ ମେ ବି ସାଙ୍ଗ ଫାଙ୍ଗ ଭିତରେ କିଛି ମାନେ ମିସ୍ଅଣ୍ଡରଷ୍ଟାଣ୍ଡିଂ ହେଇଯାଇଛି ଆଇ ଏମ୍ ସୋ ସରି ୟାର ଓହ ଆଇ ଏମ୍ ସୋ ସରି ଅର୍ ଏଲ୍ସ ଆଇ ଆପୋଲୋଜାଇଜ୍ ମୁଁ ମାନେ ନିଜେ ଭୁଲ ଆପୋଲୋଜାଇଜ୍ ମାନେ କେତେବେଳେ କୁହାଯାଏ ଯେତେବେଳେ ଆପଣ ଭୁଲ କରିଦେଉଛନ୍ତି ସେଇ ଜିନିଷ ସେଇ ଜାଗାରେ ଆପଣ ଆପୋଲୋଜାଇଜ୍ ମାଗୁଛନ୍ତି ତ କହିପାରିବେ ଆଇ ଏମ୍ ସୋ ସରି ବହୁତ ବଡ଼ ଭୁଲଟା ହେଇଗଲା ଅର୍ ଏଲ୍ସ ଆଇ ଆପୋଲୋଜାଇଜ୍ ପୁରା ଟିକେ ଭିତରୁ ବାହାରିବା ଦରକାର ଆଇ ଆପୋଲୋଜାଇଜ୍ ଫର୍ ମାଇ ମିଷ୍ଟେକ୍ସ କିଛି ଇନଫର୍ମେସନ୍ ଦେଇଛନ୍ତି ଇନଫର୍ମେସନ୍ଟା ରଙ୍ଗ ଇନଫର୍ମେସନ୍ ହେଇଯାଇଛି କିଛି ଜିନିଷ ଲେଖିକିରି କାହା ଗୋଟେ ଦେଇଛନ୍ତି ମେ ବି ନମ୍ବର ଗୁଡ଼ାକ ଏପଟ ସେପଟ କରିଦେଇଛନ୍ତି ଆରେ ୟାର ଦ୍ୟାଟ୍ ଇଜ୍ ମାଇ ମିଷ୍ଟେକ୍ ୟାର ଆରେ ମାଇ ମିଷ୍ଟେକ୍ I had that wrong यार मैंने ମୁଁ ହିଁ ସେ ରଙ୍ଗଟା କରିଛି ତୁମମାନେ ବ୍ୟସ୍ତ ହୁଅ ନାହିଁ I was wrong on that actually ମୁଁ ଭୁଲ ଏ ଜିନିଷରେ ମାନେ ଆପଣ ଭୁଲଟା ମାନୁଛନ୍ତି ସେଠି ଆଉ ସରି କହିବା ଦରକାର ନାହିଁ ସରି ତାପରେ ସରି କହିଦେଲେ ଆପଣ ଗୋଟେ ଏକ୍ସକ୍ୟୁଜେସ୍ ପାଇଗଲେ ମନେ ରଖିଥାନ୍ତୁ ସରି ମାନେ ଗୋଟେ ବାଇପାସ୍ ହେଇଗଲେ ଏକ୍ସକ୍ୟୁଜେସ୍ ପାଇଲେ କିନ୍ତୁ ଆପଣ ଭୁଲଟା ଆକ୍ସେପ୍ଟ କଲେ କି ନାହିଁ ସରି ମାନେ ଆମେ କହିପାରିବା ଆଇ ୱାଜ୍ ନଟ୍ ରେସ୍ପନ୍ସିବଲ୍ ଫର୍ ଦିସ୍ ସରି ଆଇ ୱାଜ୍ ଇରେସ୍ପନ୍ସିବଲ୍ ଦ୍ୟାଟ୍ ଟାଇମ୍ ଏଇ ଜାଗାରେ ବେଷ୍ଟ ହବ ଆଇ ୱାଜ୍ ରଙ୍ଗ ଅନ୍ ଦ୍ୟାଟ୍ ମାନେ ଆପଣ ଭୁଲଟାକୁ ମାନିଲେ ଓକେ ମାଇ ଆପୋଲୋଜାଇଜ୍ ମାନେ ମୁଁ ହିଁ ସବୁ କିଛିରେ ଭୁଲ କରିଦେଇଛି ଆଇ ୱାଜ୍ ରଙ୍ଗ ଅନ୍ ଦ୍ୟାଟ୍ ସରି ଆଇ ୱାଜ୍ ରଙ୍ଗ ଅନ୍ ଦ୍ୟାଟ୍ I had that wrong. Okay. ସେଇଟା ମୋର actually ମୁଁ ହିଁ ଭୁଲ କରିଛି ଆଚ୍ଛା my mistake or my apologies. My apologize. Sorry. I'm sorry. ଜାଗାରେ ଆପଣ କହିବେ my apologize. I hope you understand. ଏପଟଟା ନୁହେଁ ଏପଟକୁ ଆସନ୍ତୁ ସାର୍ ଟିକେ Okay. ସିରିୟସ୍ ମ୍ୟାଟର ଅଫିସରେ ଭୁଲ କରିଦେଇଛନ୍ତି ଅଫିସିଆଲ କଲଚର ଫର୍ମାଲ କଲଚର କିଛି ଅଫିସକୁ ଯାଇଛନ୍ତି ଆପଣ ଭୁଲ କରିଛନ୍ତି କେଉଁ ଜବ୍ କରୁଛନ୍ତି ଭୁଲ କରିଦେଇଛନ୍ତି ଫର୍ମାଲ ଏନଭାୟରମେଣ୍ଟ ଭୁଲ ହେଇଯାଇଛି କିଛି I'd like to apologize. ମୁଁ କହିପାରିବି sorry sir I would like to apologize for my mistakes. ଏଠି ଡି ମାନେ ଉଡ୍ ମନେ ରଖିଥିବେ ଡି ମାନେ ଆଇ ଡି ଲାଇକ୍ ଟୁ ଆପୋଲୋଜାଇଜ୍ ନୁହଁ ଆଇ ଉଡ୍ ଲାଇକ୍ ଟୁ ଆପୋଲୋଜାଇଜ୍ ଫର୍ ମାଇ ମିଷ୍ଟେକ୍ ତାକୁ ସର୍ଟ ଫର୍ମରେ ଆପଣ ସେ କହିପାରିବେ ଆଉ ସେ ଜାଗାରେ ଆଇ ଆମ୍ ସରି କହିବା ଦରକାର ନାହିଁ ଦେଖନ୍ତୁ ସରି ସବୁ ଜାଗାରେ ସରି କୁହନ୍ତି ତା ସେଇ ତ ଆପଣମାନେ ଆଜି ଭିଡ଼ିଓ ଦେଖୁଛନ୍ତି ସେଇ ଯୋଗୁଁ ସବୁ ଜାଗାରେ ସରି କହିବା ଦରକାର ନାହିଁ କିଛି କିଛି ଜାଗାରେ ଅଲଗା କିଛି ଏକ୍ସପ୍ରେସନ୍ ୟୁଜ୍ କରିବା ଯେଉଁଟାକି ଟିକେ ଭଲ ମ୍ୟାଚ୍ କରିବ I want to apologize. ମୁଁ ଭୁଲ ମାଗିବା ପାଇଁ ଚାହୁଁଛି ମୋର ଯେଉଁ ଭୁଲଟା ହେଇଛି I want to apologize. I owe you an apology. ମାନେ ମୋର ଯେଉଁ ଭୁଲଟା ହେଇଛି ମୁଁ ନିଜ କାନ୍ଧରେ ନେଇଯାଉଛି ଏବଂ ଆପଣଙ୍କଠାରୁ ମୁଁ ସରି ମାଗୁଛି I owe you an apology. I wanted to tell you I am sorry ମୁଁ କହିବାକୁ ଚାହୁଁଛି କି ମୁଁ ଭୁଲ ଡିରେକ୍ଟଲି I am sorry କୁହନ୍ତୁନି କାରଣ ଫର୍ମାଲ ଏନଭାୟରମେଣ୍ଟ ଟିକେ ନାକୁ ବନେଇ ଚୁନେଇ କହିବାକୁ ପଡ଼େ ଏନେ ଗୋଟେ ଅଫିସିଆଲ କଲଚର ଅଛି ଗୋଟେ ଭଲ କଲଚର ଅଛି ସେ ଜାଗାରେ ଆପଣ ଡାଇରେକ୍ଟ ସରି ସାର୍ ଭୁଲ ହେଲା ନାହିଁ I wanted to say is I'm sorry. ଭଲ ଲାଗିବ ଆପଣ କହିଲେ I am sorry sir but I wanted to tell like I'm sorry sir କୋଉଟା ଭଲ ଲାଗିଲା I would like to say that I'm sorry ସେକେଣ୍ଡଟା ଭଲ ଲାଗୁଛି ନା ଫାର୍ଷ୍ଟଟା I am sorry sir No. So I wanted to tell you I'm sorry. I'm so sorry. I'd like to apologize for how I reacted yesterday. Maybe ଆପଣ ଭାବନ୍ତୁ ଆପଣ ବସ୍ ହେଇଛନ୍ତି ଗୋଟେ କିଛି ଭୁଲ ହେଇଛି ଜୁନିୟରଙ୍କର ହଁ ତାକୁ ପୁରା ପାଟି କଲେ ଜୋରେ ଆଉ କିନ୍ତୁ ଆପଣ ଘରକୁ ଗଲା ପରେ ଟିକେ ଆପଣଙ୍କୁ ଖରାପ ଲାଗିଲା ଆପଣ ତାପର ତାକୁ କହୁଛନ୍ତି ଆଇଡ୍ ଲାଇକ୍ ଟୁ ଆପୋଲୋଜାଇଜ୍ ହାଉ ଲାଇକ୍ ଫର୍ ହାଉ ଆଇ ରିଆକ୍ଟେଡ୍ ଏଷ୍ଟରଡେ ମୁଁ ଯେମିତି ତୁମ ଗୋଟେ ଚିଡ଼ିଗଲି ମୁଁ ତା ପାଇଁ ଟିକେ ସରି ମାଗୁଛି ମୁଁ ସରି ମାଗୁଛି ଆଇଡ୍ ଲାଇକ୍ ଟୁ ଆପୋଲୋଜାଇଜ୍ ଅର୍ ଏଲ୍ସ କିଛି ଆପଣ ଖରାପ ବ୍ୟବହାର କାହା ଗୋଟେ ସାଙ୍ଗକୁ କି କଲିଗ୍କି ଦେଖେଇଛନ୍ତି କିନ୍ତୁ ଆଜି ଆଉ ତ ଜାଣିପାରିଲେ ନାହିଁ ଏମିତି କହିବାଟା ଟିକେ ଭୁଲ ହେଲା ସିଏ ମୋତେ କିଛି ରେସ୍ପଣ୍ଡ କଲାନି ବଟ୍ ମୋର କହିବାଟା ଭୁଲ ହେଲା ସେଇ ଜାଗାରେ ଆପଣ ଏଇ ଗୋଟେ କହିପାରିବେ କି ଆଇ ହୋପ୍ ନାଇଁ ସେଇଟା ସାର୍ ତାପରଟା ଏଇଠି ଅଛି ଏଇଟା ଆଇଡ୍ ଲାଇକ୍ ଟୁ ଆପୋଲୋଜାଇଜ୍
like for my behavior, Okay. for my action, 80 extension. Okay. It লেখা আছে I would like to apologize. এই যে export চন্দি I would like to apologize for my behavior লিখিবা পারিবে. I would like to apologize for my action. For my wrong decision भी କହିପାରିବା. କିଛି. For my Last I hope you ଆପଣ can forgive me. ମାନେ ଆପଣ ମତେ କ୍ଷମା ପ୍ରଦାନ କରିବେ ମୁଁ ଭାବୁଛି ସେଇଟା କହିପାରେ ଏଇଟା ଆର ଗୋଟେ ଆକ୍ସନ୍ Okay. ଏଗୁଡ଼ା ସବୁ ଫର୍ମାଲ ମାନେ ଗୋଟେ ଅଫିସିଆଲ କଲଚର ଅଫିସିଆଲ ଏନଭାୟରନମେଣ୍ଟରେ ଏଇସବୁ ଆପ୍ଲିକେସନ ସେମିତି ଗୋଟେ ଏକ୍ସାମ୍ପଲ ଆମେ ଦେଇପାରିବା କାଲି ଗୋଟେ I committed a great mistake yesterday. I hope you can forgive me. ଆପଣ ମତେ ମାନେ ଟିକେ ନାକୁ ସରି ଆଉ ଏଠି ସରି ନାହିଁ ମୁଁ ଭାବୁଛି ଆପଣ ମତେ ଦୋଷମୁକ୍ତ କରିବେ ଆପଣ ମତେ କ୍ଷମା କରିଦେଇପାରିବେ କରିଦେଇପାରିବେ ବୋଧେ ମତେ. ଦିସ୍ ଇଜ ଦ ଲେଖୁଛନ୍ତି ଦେଖନ୍ତୁ ଏଇଟା କ'ଣ କହିବାରେ ଗଲା ଫର୍ମାଲି Okay. ଏଠି କିଛି ରଙ୍ଗ ଇନଫର୍ମେସନ୍ ପ୍ରୋଭାଇଡ଼ କରୁଛନ୍ତି ଲେଖିଲା ବେଳେ ଆଇ ସିନସିୟରଲି ଆପୋଲୋଜାଇଜ୍ ମେସେଜ୍ କାହାକୁ କିଛି ଭୁଲ କରିଛନ୍ତି ମୁହେଁରେ କହିପାରୁନାହାନ୍ତି ୟାର Okay. ସରି କି କିଛି କହିପାରୁନାହାନ୍ତି ତ ଲେଖିକି ଦେବେ କି ମୁଁ ମାନେ ଭୁଲ ମାଗୁଛି ଆଇ ସିନସିୟରଲି ଆପୋଲୋଜାଇଜ୍ ଅର୍ ଆଇ ଟେକ୍ ଫୁଲ୍ ରେସ୍ପନ୍ସିବିଲିଟି କିଛି ଭୁଲ ହେଇଛି ନା ମୁଁ ସମ୍ପୂର୍ଣ୍ଣ ରେସ୍ପନ୍ସିବ୍ ମୋ ନିଜ ଉପରୁ ନେଇଯାଉଛି Okay. ମୁଁ କହିପାରିବି I can take full responsibility on this. Now I understand my mistake. ମୁଁ କହିପାରିବି କେତେବେଳେ କହିପାରିବି I କହିପାରିବି ଲେଖିପାରିବି ଲେଖିବା I take full responsibility for all these ମାନେ ଆଉ କିଛି ବି ମିଷ୍ଟେକ୍ ହବନି ମୋ ଦ୍ୱାରା ସେ ଟାଇପ୍ର I sincerely apologize. ମୁଁ ସିନସିୟରଲି apologize କରୁଛି ଯେ ଆଗକୁ ଆଉ କିଛି ମିଷ୍ଟେକ୍ ହବନି ନା ସାର୍ ଠିକ୍ ଅଛି ତ ଏଇଟା ରାଇଟିଂରେ ଗଲା ଆଉ ଗୋଟେ ଜାଣିଥିବେ କହିଲା ବେଳେ ସରି ଟୁ ମେନି ଆମର 4-5 ଜଣ ସାଙ୍ଗ ଅଛନ୍ତି ଆପଣ କିଛି କହୁଛନ୍ତି କିଛି ସ୍ପିଚ୍ ଦେଉଛନ୍ତି କ୍ଲାସ୍ରେ ବସିଛନ୍ତି ସାର୍ ବୁଝଉଛନ୍ତି ଆପଣ ବୁଝିପାରିଲେନି ସରି ସାର୍ ଆଉ ଥରେ କହିବେ କି ନାଇଁ ନାଇଁ ସେ ଜାଗାରେ ସରି ବ୍ୟତୀତ ମନେ ରଖନ୍ତୁ ପାର୍ଡନ୍ ୟୁଜ୍ କରନ୍ତୁ Pardon me. ବହୁତ ପିଲା କହନ୍ତି ସରି ସାର୍ ଟିକେ ପଏଣ୍ଟଟା ଏକ୍ସପ୍ଲେନ୍ କୁଡ୍ ୟୁ ଏକ୍ସପ୍ଲେନ୍ ୱାନ୍ସ ଅଗେନ୍ ନାଇଁ ପାର୍ଡନ୍ ସାର୍ ଅର୍ ପାର୍ଡନ୍ ମି ଦ୍ୟାଟ୍ ମିନ୍ସ Pardon. ଦ୍ୟାଟ୍ ମିନ୍ସ ପାର୍ଡନ୍ ମାନେ କ'ଣ ମନେ ରଖିଥାନ୍ତୁ ପ୍ଲିଜ୍ ରିପିଟ୍ ହ୍ୱାଟ୍ ୟୁ ସେଡ୍ ଯାହା କହିଛନ୍ତି ଆଉ ଥରେ ସେଇଟା ଟିକେ ରିପିଟ୍ କରନ୍ତୁ Could you କି repeat? ଏକ୍ସକ୍ୟୁଜ୍ ମି ସାର୍ I didn't able to understand the last point. Rather than sorry sir I didn't able to understand the last. Sorry ମାନେ ସେଠି ଭୁଲ ମାଗୁନାହାନ୍ତି ଆପଣ I didn't listen to it. I didn't listen. ମେ ବି ବୁଝିପାରିଲେନି ତେଣୁକରି ଆପଣ ଆଉ ଥରେ ସେଟା ଏକ୍ସପ୍ଲେନ୍ କରନ୍ତୁ ସେଟା ପାର୍ଡନ୍ ମି କହିପାରିବେ ନହେଲେ ଏକ୍ସକ୍ୟୁଜ୍ ମି କହିବେ ପିଲା କହନ୍ତି ସରି ସାର୍ ନାଇଁ ଆପଣ କହୁଛନ୍ତି ସରି ଆମେ ଭୁଲ କହୁନୁ ବଟ୍ ଭଲ ଜିନିଷଟା ବ୍ୟବହାର କରନ୍ତୁ ଅସୁବିଧା କ'ଣ ଅଛି ମିଟା କହିଲେ ଚଳିବ ନ କହିଲେ ଚଳିବ Pardon sir. Pardon କହିଲେ ସେ ବୁଝିଯିବେ ଯେ Pardon, sir. ଚାହୁଁଛନ୍ତି you want them to repeat the sentence whatever discussed Okay. whatever told because you didn't listen to it. or else excuse me sir Excuse me. Sir, excuse me. You ଟିକେ will ଶୁଣିଲେ understand. You will understand. ଜାଣିପାରିଲେ କନସେପ୍ଟ ବୁଝିହେଲା ଟିକେ ଡାଉଟ୍ ଅଛି ଡାଉଟ୍ କିଛି ନାହିଁ ତ ଏଇଟା ଜେନେରାଲ ସାଙ୍ଗମାନଙ୍କ ପାଖରେ ଏଇଟା କିଛି ଭୁଲ ଇନଫର୍ମେସନ୍ ଦେଇଥିଲେ ଏପଟେ ଆସନ୍ତୁ ଫର୍ମାଲ ସିଚୁଏସନ୍ ରାଇଟିଂ ଲେଖାଲେଖିରେ ଲାଷ୍ଟଟା ଆମେ କହିଲୁ କ୍ଲାସ୍ରେ ବସିଥିବେ କି କିଛି ଡିସ୍କସନ୍ କରୁଛନ୍ତି ଶୁଣିପାରିଲେ ନାହିଁ ସେ ଜାଗାରେ ଏଇଟା ୟୁଜ୍ କରନ୍ତୁ Pardon ମି or excuse. ପାର୍ଡନ୍ କହିପାରିବେ ଏକ୍ସକ୍ୟୁଜ୍ ମି ମଧ୍ୟ କହିପାରିବେ ବୁଝିହେଲା ଟିକେ ସ୍ମାଇଲ୍ କରିଦିଅନ୍ତୁ ସାଙ୍ଗମାନଙ୍କ ସହ ସେୟାର କରନ୍ତୁ ଆଉ କମେଣ୍ଟ ଆଜିକାଲି କିଛି ଆସୁନି ସବୁ କମିଗଲାଣି ସମସ୍ତେ ଭିଡ଼ିଓ ଦେଖି ଦେଉଛନ୍ତି ଖାଲି ଟିକେ କମେଣ୍ଟ ଦିଅନ୍ତୁ ଭଲ ଲାଗିବ Different ways sorry କହିବାଟା ଶିଖନ୍ତୁ ସାଙ୍ଗମାନଙ୍କୁ ବି ଶିଖାନ୍ତୁ ସେୟାର କରିକି ଓକେ ଫାଇନ୍ Right, friends. ଥ୍ୟାଙ୍କ ୟୁ If you like the video, please subscribe our channel and don't forget to click the bell icon so that you'll get notification for the